ହାର୍ଦ୍ଦିକଙ୍କ ନାମରେ ସାଂଘାତିକ ଅଭିଯୋଗ। ଗାର୍ଲଫ୍ରେଣ୍ଡକୁ ଧରି ଶୋଇଲେ ଷ୍ଟେଜ୍ ଉପରେ, ପଡ଼ିଆରେ କଲେ ରୋମାନ୍ସ। ଥାନାରେ ହେଲା ଏଫ୍ଆଇଆର୍। ଜେଲ୍ ଯିବେ କି ହାର୍ଦ୍ଦିକ ପାଣ୍ଡ୍ୟା? ହାର୍ଦ୍ଦିକ କଲେ ଜାତୀୟ ପତାକା ଅସମ୍ମାନ, ହେବେ କି ଦଣ୍ଡିତ? ହଁ ଦର୍ଶକ ବନ୍ଧୁ, ଟି20 ବିଶ୍ୱକପ୍ ଭାରତ ବିଜୟୀ ପରେ ଏବେ ହୋଇଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ଅଭିଯୋଗ। ଅହମ୍ମଦାବାଦରେ ଖେଳାଯାଉଥିବା ଫାଇନାଲ୍ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ରେକର୍ଡ ତୃତୀୟ ଥର ପାଇଁ ଟ୍ରଫି ଜିତିଥିଲା। ଟିମ୍ ଇଣ୍ଡିଆର ଖେଳାଳିମାନେ ଉତ୍ସବମାନେ ବୁଡ଼ି ରହିଛନ୍ତି ଏବଂ ନିଜ ଘରକୁ ମଧ୍ୟ ଫେରୁଛନ୍ତି, ଯେଉଁଥିରେ କି ସେମାନଙ୍କ ଭୁରି ଭୁରି ସ୍ୱାଗତ କରାଯାଉଛି। କିନ୍ତୁ ଟାଇଟଲ୍ ଜିତିବା ପାଇଁ ମାତ୍ର 3 ଦିନ ପରେ ଦଳ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ସମସ୍ୟାରେ ପକାଇଛନ୍ତି। ପୁନେର ଜଣେ ଓକିଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୁଦ୍ଧରେ ପୋଲିସ ଅଭିଯୋଗ କରିଛନ୍ତି, ଯେଉଁଥିରେ କି ସେ ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁଯାୟୀ ପୁନେର ଶିବାଜୀନଗର ପୋଲିସ ଷ୍ଟେସନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାୟର କରାଯାଇଛି ବା ଏଫ୍ଆଇଆର୍ ଦିଆଯାଇଛି। ସ୍ଥାନୀୟ ଓକିଲ ୱାଜିଦ୍ ଖାଁଙ୍କ ଦ୍ୱାରା ଏକ ଅଭିଯୋଗ ଦାୟର କରାଯାଇଛନ୍ତି, ଯେଉଁଥିରେ କି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ମ୍ୟାଚ୍ ପରେ ଉତ୍ସବ ପାଳନ ସମୟରେ ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗ କରାଯାଇଛି। ତାଙ୍କ ଅଭିଯୋଗରେ ଓକିଲ କହିଛନ୍ତି ଯେ ପାଣ୍ଡ୍ୟା ଏକ ମଞ୍ଚରେ ଜାତୀୟ ପତାକା ତାଙ୍କ ଶରୀରରେ ଗୁଡ଼ାଇ ତା ଉପରେ ଶୋଇପଡ଼ିଥିଲେ ଏବଂ ତା ସହିତ ତାଙ୍କ ଗାର୍ଲଫ୍ରେଣ୍ଡକୁ ମଧ୍ୟ ଧରି ଶୋଇଥିଲେ। ଅଭିଯୋଗ ସମୟରେ ଏହି ମାମଲାରେ ଲେଖିଛନ୍ତି ଯେ କ୍ରିକେଟର ବିରୁଦ୍ଧରେ ଏଫ୍ଆଇଆର୍ ଦେଇଛନ୍ତି। ସେ ତାଙ୍କ ଅଭିଯୋଗ କହିଛନ୍ତି ଯେ ଜାତୀୟ ପତାକାକୁ ଅସମ୍ମାନ କରିବା ଏକ ନାଗରିକର ଅପରାଧ। ତେଣୁକରି 1971 ମସିହା ସେକ୍ସନ 2 ଅନୁଯାୟୀ ଜାତୀୟ ପତାକା ଅସମ୍ମାନ କରିବା ଏକ ଦଣ୍ଡିତ ଅପରାଧ। ତେଣୁକରି ପୋଲିସ ଏପର୍ଯ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୁଦ୍ଧରେ କୌଣସି ଆକ୍ସନ୍ ନେଇନାହିଁ। କିନ୍ତୁ ଦେଖିବାକୁ ମିଳିଲା ଯଦି ଏଫ୍ଆଇଆର୍ ଦିଆହେଇଛି ତାହେଲେ ପୋଲିସ କ'ଣ ଆକ୍ସନ୍ ନେଉଛି ତାହା ତ ଆଗକୁ ଜଣାପଡ଼ିବ। ଇଏ ହେଉଛି ଆଜିର ବଡ଼ ଖବର ଯେ କି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ହେଉଛି ଏଫ୍ଆଇଆର୍। ଜାତୀୟ ପତାକାକୁ ଧରି ପିଠିରେ ପକାଇ ତା ଉପରେ ଶୋଇପଡ଼ିଥିଲେ ଏବଂ କେବଳ ସିଏ ଏକା ଶୋଇନଥିଲେ, ତାଙ୍କ ସାଥିରେ ତାଙ୍କ ଗାର୍ଲଫ୍ରେଣ୍ଡକୁ ମଧ୍ୟ ଧରି ଶୋଇଥିଲେ ଷ୍ଟେଜ୍ ଉପରେ। କିନ୍ତୁ ଏହାକୁ ଏକ ଓକିଲ ଥାନାରେ ଯାଇ ଏଫ୍ଆଇଆର୍